ମିଶେଇ ଘର କରୁଛି। ଆଉ ଆପଣମାନେ ଭିତରେ ଅନେକ ଲୋକ ଥିବେ ଗୋଟେ ଗୋଟେ ଲୋକଙ୍କର 4-5ଟା ଘର। ଭୁବନେଶ୍ୱର, କଟକ, ଭବାନୀପାଟଣା, ସେ ଆପଣଙ୍କର ବଲାଙ୍ଗୀର, କ'ଣ ମୋତେ ବୁଝୁଛନ୍ତି ତ? ଆପଣମାନେ ବର୍ତ୍ତମାନ ଭୁବନେଶ୍ୱରରେ ବଡ଼ ବଡ଼ ଲୋକଙ୍କ ସହିତ ସମ୍ପର୍କ ଆପଣମାନଙ୍କର ଥିବ, ବହୁ ବନ୍ଧୁବାନ୍ଧବ ଆପଣଙ୍କର ବି ଥିବେ। ଆପଣ ଦେଖିବେ 3 ତାଲା ଘର 3 ଜଣ ନାହାନ୍ତି, 3 ତାଲା ଘର 3 ଜଣ ନାହାନ୍ତି। ମୁଁ ଏବେ ନା କହିବିନି। ଏବେ ଅଳ୍ପ ଦିନ ତଳେ ମୁଁ ଆପଣଙ୍କର ଜଣେ ଆମର ଆଶ୍ରମ ସହିତ କହୁଥିଲେ ଆଶ୍ରମ କଥା। ମୁଁ ଖାଲି ଶେଷ ପରେ ଗୋଟେ ପଦ କହୁଛି। ମୋର ଉଦ୍ଦେଶ୍ୟ ହେଉଛି ମୁଁ ଓଡ଼ିଶା ସାରା ବୁଲି ବୁଲିକି ଦେଖିଲି, ଭାରତର ଅନେକ ଜାଗା ବୁଲି ଦେଖିଲି। ଏଠି ବଡ଼ ଲୋକ ହେବାର ଯୋଜନା ହୁଏ, ଭଲ ଲୋକର ଯୋଜନା ନାହିଁ। ମୋ ପିଲା କେମିତି ଡାକ୍ତର ହେବ, ଇଞ୍ଜିନିୟର ହେବ, ଓଏସ୍ ହେବ, ଆଇଏସ୍ ହେବ, ସେ ଯୋଜନାରେ ସମସ୍ତେ ଲାଗିଛନ୍ତି। ମୁଁ ଦେଖିଲି ଓଏସ୍ ଟପର ବର୍ତ୍ତମାନ ଜେଲରେ, ଆଉ ଅଧିକା ବୁଝି ବାପାମାନେ ଖବରଦାର ପଡ଼ିଛନ୍ତି, ମୁଁ ନ ପଢ଼ିଥିଲି ଭାବୁଥିଲି। ତେଣୁ ଏଠି ମଣିଷ ନାହାନ୍ତି, ମଣିଷ ଅବସ୍ଥାରେ ନାହିଁ। ଲୋକ ତ ଶିକ୍ଷିତ କରିବେ। ଆମ ଗାଁର ବୈଦ୍ୟଟେ ଭୁଲ କରିଦେଲେ କେବେ କୌଣସି ରିଏକ୍ସନ୍ ନାହିଁ ସେ ଔଷଧ। କିନ୍ତୁ ଅଧିକ ପାଠ ପଢ଼ିଥିବା MBBS ମାନେ ଆମକୁ ଅପରେସନ୍ ନାଁରେ କିଡନୀ ଚୋରି କରୁଛନ୍ତି। ଅପରେସନ୍ ଆମେ ପରୀକ୍ଷା ନିରୀକ୍ଷା ନାଁରେ ଆମେ ଜମ୍ବାଡ଼ି ବିକିବା ପର୍ଯ୍ୟନ୍ତ ବ୍ୟବସ୍ଥା କରୁଛୁ। ଶିକ୍ଷିତ ଲୋକ ନା ଅଶିକ୍ଷିତ ଲୋକ ମୋତେ କୁହନ୍ତୁ? ପାଠ ପଢ଼ିଥିବା ଇଞ୍ଜିନିୟର ଜଣେ 40% କାମ କରି 100% ବିଲ୍ କରିବାରେ ଏତେ ଧୁରନ୍ଧର, ଏଭଳି ମଧ୍ୟ ଅପମିଶ୍ରଣ କରୁଥିବା ଗୋଟେ ଚାଉଳ ଗୁଡ଼ି ମିଶିବା ଲୋକ ଏତେ ଅପମିଶ୍ରଣ କରିପାରିବେ? କୁହନ୍ତୁ ଭାଇ, 40% କାମ କରି 100% ବିଲ୍ଟା କେମିତି କଲେ ତାହା କୌଣସି ଲୋକ ଧରିପାରିବେନି। ସେ ଧୁରନ୍ଧର ସେମାନେ ନୁହନ୍ତି। ଏତ ଶିକ୍ଷିତ ଲୋକଙ୍କର ଅବସ୍ଥା ଏଇଆ। କ୍ଷମା କରିବେ, ମୁଁ ଯଦି ଶିକ୍ଷିତ, ଆପଣ ବି ଶିକ୍ଷିତ, ଆମେ ସମସ୍ତେ ଗୋଟେ ଦଳର ଲୋକ। କିନ୍ତୁ ଶିକ୍ଷାର ମୂଳ ଉଦ୍ଦେଶ୍ୟ କ'ଣ? ଶିକ୍ଷା ବା ବିଦ୍ୟା, ଶିକ୍ଷା, ବିଦ୍ୟା, ଜ୍ଞାନ, ଭକ୍ତି, ବୁଦ୍ଧି ଏସବୁ ଅଲଗା ଅଲଗା ଥାଏ। ଆଜି କ'ଣ ଏ ବିଷୟରେ ଆଲୋଚନା ବିଶେଷ ନାହିଁ। ଗୋଟେ ଶବ୍ଦ ଏଜୁକେସନ୍ ଶିଖିଗଲା ଆମେ ସବୁ ଶିଖିଗଲୁ। ତା ଶିକ୍ଷା ଶବ୍ଦର ଅର୍ଥ ହେଉଛି ଆମେ ଯାହା ଜାଣିନଥାନ୍ତି ଆମକୁ ଯେ ଜଣାଏ। ଶିକ୍ଷକ ଶିକ୍ଷା ଦିଏ ନା, ଆମେ ଜାଣନ୍ତି ତାକୁ ଶିକ୍ଷା କହନ୍ତି। ବିଦ୍ୟା ହେଉଛି ଯାହା ଜାଣିବାର ଯୋଗ୍ୟ। ଏଗୁଡ଼ାକ ଜାଣିବାରେ ଆପଣଙ୍କୁ ବିଶେଷ ଲାଭ ନାହିଁ। ଆପଣ ଅନେକ ମା ମାନଙ୍କୁ ପଚାରି, ଭାଇମାନଙ୍କୁ ପଚାରୁଛି, ଆପଣ ହାଇସ୍କୁଲରେ ପଢ଼ିଥିବା A+B ହୋଲ୍ ସ୍କୋୟାର କେତେ ଜୀବନର କାମ ଲାଗୁଛି? ଯଦି ପଢ଼ିଛନ୍ତି, ନ ପଢ଼ିଲେ ପାସ୍ କରିପାରିବେନି। ଆଉ କ'ଣ ବୁଝିବା? ପଢ଼ିବାକୁ ତ ପଡ଼ିବ ନା କ'ଣ? ଏମିତି ଅନେକ ଜିନିଷ ଜୀବନରେ କାମରେ ଲାଗୁଛି, କିନ୍ତୁ ଜୀବିକା ପାଇଁ ତ ପଢ଼ିବାକୁ ପଡ଼ିବ ନା। ପଢ଼ନ୍ତୁ ମନା ନାହିଁ। ବିଦ୍ୟା ହେଉଛି ଯାହା ଜାଣିଲେ ଆଉ ଜାଣିବାର ଆବଶ୍ୟକତା ନାହିଁ। ସେଥିପାଇଁ ଏ ଦେଶରେ ଅନେକ ଲୋକ ଆପଣ ଦେଖିଥିବେ, ଏବେ ବି ସ୍ୱାମୀ ପ୍ରଜ୍ଞାନନ୍ଦ ବୋଲି ଜଣେ ଅଛନ୍ତି, ଜାଣିଛନ୍ତି ଆପଣ? ପ୍ରଜ୍ଞାନ ମିଶନର ଯେ ମୁଖ୍ୟ ଅଛନ୍ତି, ବାଲିଘାଟ ଯାହାଙ୍କର ଆଶ୍ରମ ଅଛି ଆପଣ ଶୁଣିଥିବେ। ସେ ରେଭେନ୍ସା କଲେଜରେ ପ୍ରଫେସର ଥିଲେ ତ। ଆମେ ଯାହାକୁ ପାଇବା ପାଇଁ ପାଗଳ, କିଛି ଲୋକ ତାକୁ ଛାଡ଼ିବା ପାଇଁ ପାଗଳ। ବିଶାଳ ରାଜ୍ୟ, ବୁଦ୍ଧଙ୍କର କ'ଣ ନଥିଲା, ବିଶାଳ ରାଜ୍ୟ ଥିଲା ନା ନାହିଁ? ଯେଉଁ ରାଜ୍ୟ ପାଇବା ପାଇଁ କେତେ ପ୍ରତିଯୋଗିତା ଆପଣ ଦେଖୁଛନ୍ତି। କୌଣସି ଗୋଟେ ରାଜ୍ୟ ଅଧିକାର ପାଇବା ପାଇଁ ସରପଞ୍ଚଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ପାଇବା ପାଇଁ କେତେ ଯୋଜନା। ସରପଞ୍ଚ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ବିରାଟ ରାଜ୍ୟର ରାଜା। ରାଜଗାଦି ଥିବା ସତ୍ତ୍ୱେ ସବୁଠାରୁ ସୁନ୍ଦରୀ ସ୍ତ୍ରୀ ଯଶୋଧରା। ବାପା ଭାବିଲେ କାଳେ ବାବାଜୀ ହେଇଯିବ, ତେଣୁ ରାଜ୍ୟର ସବୁଠାରୁ ସୁନ୍ଦରୀ ଝିଅକୁ ବିବାହ କଲେ। ପୁଣି ଆଉ ଗୋଟେ ସନ୍ତାନ ଦରକାର, ରାହୁଳ ଭଳିଆ ପିଲା। ଇଏ ସବୁ ଥିବା ସତ୍ତ୍ୱେ ଯେଉଁ ଜାଗାକୁ ଦେଖି ସେ ପଳେଇଲେ, ଆମେ ସବୁଥିରେ ଦେଖୁଛୁ। ରୋଗୀକି ଦେଖିଲେ, ଶବ ଦେଖିଲେ, ମୃତ୍ୟୁ ଦେଖିଲେ, ସନ୍ନ୍ୟାସୀ ଦେଖିଲେ, ନାଇଁ କ'ଣ ହେଇଯିବ ଆପଣଙ୍କର, ବୃଦ୍ଧ ଦେଖିଲେ, ସନ୍ନ୍ୟାସୀ ଦେଖିଲେ, ଏଗୁଡ଼ା ଆମେ ବି ଦେଖୁଛୁ। କଥାଟା ହେଉଛି ମଣିଷ ତିଆରିର ଯୋଜନା ବର୍ତ୍ତମାନ ନାହିଁ। କ୍ଷମା କରିବେ, ମୁଁ ଆପଣମାନଙ୍କୁ କହୁଛି ବର୍ତ୍ତମାନ ମଣିଷ ହେଲେ ସେ 3ଟା କାମ କରିବ। ଗୋଟେ ମଣିଷର 3ଟା କାମ, ଭଲ ବୁଝ। ନିଜ ପାଇଁ ବଞ୍ଚିବା, ଅନ୍ୟ ପାଇଁ ବଞ୍ଚିବା, ସମାଜ ପାଇଁ ବଞ୍ଚିବା। ବୁଝିଗଲା ସାର୍? ଏଇଟା ମନେ ରଖ, କିଛି ଅସୁବିଧା ନାହିଁ। ନିଜ ପାଇଁ ବଞ୍ଚିବା, ଅନ୍ୟ ପାଇଁ ବଞ୍ଚିବା, ସମାଜ ପାଇଁ ବଞ୍ଚିବା। ନିଜ ପାଇଁ ବଞ୍ଚିବା ପ୍ରଥମେ ଦରକାର। ଆପଣ ଭଲ ରହିଲେ ତ କାହାକୁ ଭଲ କରିବେ। ଆପଣ ଯଦି ରୋଗୀ ହେଇଥିବେ, ଆପଣ ସନ୍ତାନ କେମିତି ପାଳନ କରିବେ? ଆପଣଙ୍କର ବାକ୍ ଶକ୍ତି କହିବାର ଯଦି ଠିକ୍ ନଥିବ, ଆପଣ ଆପଣଙ୍କ ଛାତ୍ରକୁ ପାଠ ପଢ଼େଇବେ। ଆପଣ ଭଲ ରହିଲେ ତ କରିବେ। ଆଉ ଭଲ ରହିବାର ପ୍ରଥମ ସାଧନ ହେଉଛି ଶରୀର। ଶରୀରଟା ନିରୋଗ ହେବା ଦରକାର। ଶରୀର ନିରୋଗ ହେବାର ଯାବତୀୟ ପରିସ୍ଥିତିରେ ଆମେ ବର୍ତ୍ତମାନ ନାହାନ୍ତି। କ୍ଷମା କରିବେ, ମୁଁ ସେ ଦୃଷ୍ଟିରୁ କହିଲେ ଆପଣମାନେ ଭୁଲ ବୁଝିବେ। ଆମେ ବର୍ତ୍ତମାନ ଶରୀର ରୋଗଗ୍ରସ୍ତ ପାଇଁ ଯେତେ ପ୍ରକାର ଯୋଜନା କରୁଛୁ, ଶରୀର ନିରୋଗ ହେବା ପାଇଁ କରୁଛୁ। ସକାଳୁ ଆରମ୍ଭ କରି ଶଯ୍ୟା ଯିବା ପର୍ଯ୍ୟନ୍ତ
ଆମେ ଯେଉଁ ଅବସ୍ଥା ଭିତରେ ଅଛୁ ତାର ନାଁ ହେଉଛି ଆମେ ବର୍ତ୍ତମାନ ଅଛି